तो गाइस स्वागत करुछि मोर एई ब्लॉग को। तो मु एबे अछि श्रीकृष्ण गार्डन रे आउ एठी चलछि चतुर्थतम प्राची संगीत उत्सव। आ एतर भितर को जिबा देखिया केमिति कोन सब डेकोरेशन हेछि आउ केमिति संगीत महोत्सव नाच करा होछि। तो एतर चलो प्रथम गेट रु तो डेकोरेशन भलो बहुत हेछि। आउ एतर भितर को जिबा देखिबा केते सब बहुत सारा लोक आसिंदी एपटे गाड़ी मोटर सब थुइछि। आउ एतर भितर को जिबा देखिया एतर सांग माने मोर सब आसिंदी आउ एठी कार्तिक आउ अज्जु ଭିତରକୁ ଯିବା ଦେଖିବା ଏଥର। ତ ଏତକ ହେଲା ପିପିଲି ବାରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ଆଉ ଏତକ ସବୁ ସଦସ୍ୟ। ଆଉ ଏପଟେ ଡେକୋରେସନ ଦେଖନ୍ତୁ, ଡେକୋରେସନ ହେଲା ବହୁତ ଭଲ ହେଇଛି। ଆଉ ସବୁଠୁ ବେଷ୍ଟ ଲାଗୁଛି ମିରର। ଏଇ ମିରର ରେ ମାନେ ହାତ ଧୋଇଲା ପୂର୍ବରୁ ସବୁ ମାନେ ଭଲ ଦେଖାଯିବ। ଆଉ ଭିତରେ ବହୁତ ନାଚ ଗୀତ ସବୁ ଚାଲିଛି। ତ ଏଠି ମାନେ ଗାର୍ଡେନ ଟା ମାନେ ଦେଖିପାରୁଥିବେ, ଗାର୍ଡେନ ଟା ଏପଟେ ଦେଖନ୍ତୁ। ଦେଖ ଗାର୍ଡେନ ଟା ବି ଛୋଟ ଗାର୍ଡେନ ଟା। ଆଉ ଏଠି ନାଚିବାକୁ ଗୀତ କରିବାକୁ ସବୁ ଭଲ। ଆଉ ଏପଟେ ଦେଖନ୍ତୁ ଡିଜାଇନ ଟା ଦେଖନ୍ତୁ। ମୁଁ ଏନା ସମସ୍ତେ କି ମାନେ ପାର୍କ ସାରା ବୁଲେଇ ବୁଲି ଆପଣଙ୍କୁ ଦେଖିବି ଏମିତି ଚଲେଇନ୍ତି ଦେଖନ୍ତୁ। ରାତିରେ ଲାଇଟ ଶୋ ଟା ବହୁତ ଭଲ ଲାଗୁଛି। ଆଉ ଏପଟେ ସବୁ ନାଚିବାକୁ ମାନେ ପିଲାମାନେ ସବୁ ନାଚିବାକୁ ଆସନ୍ତି, ସେମାନେ ସମସ୍ତେ ନୃତ୍ୟକାର ଦେଖନ୍ତୁ। ଏଥର ଭିତରକୁ ଯିବା, ସେପଟେ ଦେଖିବା ନାଚ କେମିତି କଣ ହଉଛି। ଆଉ ସବୁଆଡେ ଚାରିଆଡେ ବୁଲିକି ଦେଖନ୍ତୁ। ସାର୍ ଦେଖିଛନ୍ତି ଭାରି ରାଗିବେ, କାମ କରିବାକୁ ଆସିଛି ଆଉ ଏଠି ଭିଡିଓ ବନଉଛି। ତ ଭିତରୁ ଦେଖନ୍ତୁ ଡେକୋରେସନ ଟା କେମିତି ଭିତରୁ ହେଇଛି ଆଗ। ବହୁତ ସାରା ଚେୟାର କିନ୍ତୁ ପଡୁଛି, କିନ୍ତୁ ଏଠି ଲୋକ ବହୁତ କମ ଅଛନ୍ତି। ବେଷ୍ଟ ବହୁତ ଆଉ ପାଖରେ ବହୁତ ସାରା ବେଷ୍ଟ ହେଇଛି ଏପଟେ। ଫ୍ରଣ୍ଟ କେମିତି ନାଚ ହଉଛି। ଏବେ ପଚିଶ କଥା ହେବି କାରଣ ତାର ମୁଁ କହୁଥିଲି ଭୋଜି କରିବାକୁ। ତ ଏଥର ଭୋଜି ତାର ତ ଆମର ସେପଟ ସାଇଡ ରେ ତାର ଆମର ଅଛନ୍ତି। ଆଉ ଏଠି ତ କିଏ ନାହାନ୍ତି, ସାଙ୍ଗମାନେ ଖାଲି ବୁଲି ବାଲୁ କରି ଅନଉନ୍ତି କଣ କରିବେ କଣ ନା କି ଜାଣିପାରୁନାହାନ୍ତି। ଆଉ ଆମକୁ ତ ଦାୟିତ୍ୱ ଦିଆଯାଇଥିଲା କି ଭୋଜିର। ତ ଭୋଜିଟା ଦେଖିବା କେତେ ବାଟ କଣ ଗଲାଣି, ତାପରେ ଯାଇକି ଦେଖିବା କଣ ଆଉ। ଭୋଜର ରାଶି କାମ ଚାଲିଛି, ଆଉ ଏତେ ସରିଆନି। ସରିଲା ବେଳକୁ ତ 8ଟା ହବ ଆମ ସାର୍ କହୁଥିଲେ। ଆଉ ଯେତେକ ସବୁ ଜାଗା ଦେଖୁଛ, ଯେତେକ ସବୁ ମାନେ ଗେଷ୍ଟ ମାନେ ଭୋଜି ଖାଇବେ। ଆଉ ଆମର ତ କିଛି ନାହିଁ, କାମ ଫାମ ତ ସରିଗଲାଣି। ଏଥର ଖାଲି ଭିତରେ ବୁଲିବା ଆଉ ସେପଟେ ଯୋଉ ନୃତ୍ୟ ହଉଛି ସେପଟେ ଦେଖିବା। ଚାଲନ୍ତୁ।